ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ପଞ୍ଚାୟତରେ 2023-24 ବର୍ଷ ଖରିଫ ଫସଲ ଧାନ ବିକ୍ରୟ ନିମନ୍ତେ ମଣ୍ଡି ଖୋଲାଯାଇଅଛି। ଉକ୍ତ ଧାନ ସଂଗ୍ରହ ମଣିକୁ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଶୁକ୍ରବାର ଦିନ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର ମିଶ୍ର, ଧରାକୋଟ ବ୍ଲକର ଅଧ୍ୟକ୍ଷା ତଥା ଯୁବରାଜ ସୁଶ୍ରୀ ଗୀତାଞ୍ଜଳି ଦେବୀ, ବ୍ଲକ ବିଜେଡିର ମହିଳା ସଭାନେତ୍ରୀ ମମତା ପ୍ରଧାନ, ଯୋଗାଣ ଅଧିକାରୀ ପ୍ରଶାନ୍ତ ରାଓ ଯୋଗଦେଇ କୃଷି ଓ କୃଷକଙ୍କର ବିକାଶ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ଉଦ୍ଘାଟନ ପରେ ନାମ ପଞ୍ଜୀକରଣ କରାଯାଇଥିବା ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଥିବା ଦେଖିବାକୁ ମିଳିଛି। କ୍ୱିଣ୍ଟାଲ ପ୍ରତି ଧାନର ସରକାରୀ ଦର ତଥା ସାଧାରଣ କିସମ FAQ 2183 ଟଙ୍କା ରଖାଯାଇଥିବା ବେଳେ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଏଠାରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ ବୋଲି ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ ସୂଚନା ଦେଇଛନ୍ତି। ଧାନ କ୍ରୟ କରିସାରିଲା ପରେ ସିଧା ଚାଷୀଙ୍କ ନିଜ ବ୍ୟାଙ୍କ ଖାତାକୁ ପଇସା ଜମା କରାଯିବ। ଧାନ କ୍ରୟ ସମୟରେ ଚାଷୀଙ୍କ ସୁବିଧା ସୁଯୋଗ ପାଇଁ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସଚେତନତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ 2023-24 ଖରିଫ ଫସଲ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଯଥା ସାଧାରଣ ଧାନ କ୍ୱିଣ୍ଟାଲ 2183 ଟଙ୍କା ଓ ଗ୍ରେଡ୍ A ଧାନ କ୍ୱିଣ୍ଟାଲ 2203 ଟଙ୍କା ରଖାଯାଇଛି। ସେହିପରି ମଣ୍ଡିକୁ ଶୁଖିଲା ସଫା ଧାନ ଆଣିବାକୁ ମଧ୍ୟ ଚାଷୀମାନଙ୍କୁ ଅନୁରୋଧ କରାଯାଉଛି। ମଣ୍ଡି ଉଦ୍ଘାଟନୀ ସାରି ପୂର୍ବତନ ବିଧାୟିକା ଯୁବରାଜ କଉଡ଼ିଆ ଗ୍ରାମରେ ଆସନ୍ତା 23 ତାରିଖରେ ପ୍ରତିଷ୍ଠା ହେବାକୁ ଥିବା ରାମ ମନ୍ଦିର ଓ ଗଣେଶ ମନ୍ଦିର ବୁଲି ଦେଖିବା ସହିତ ମନ୍ଦିର ମାଳିନୀ କଉଡ଼ିଆ ଗ୍ରାମରେ ଥିବା କାଳୀ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର ଓ ଶେଷରେ ସ୍କୁଲ ସବୁ ବୁଲି ସମସ୍ତ କାର୍ଯ୍ୟ ଦେଖୁଥିଲେ। ପରେ କଙ୍କରୋଡ଼ା ରମୁଣୀ ସାହିର ପ୍ରହ୍ଲାଦ ସାହୁଙ୍କୁ ଦ୍ୱାଦଶ କାର୍ଯ୍ୟରେ ଯୋଗଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରୁ ଅଶୋକ କୁମାର ସାହୁଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।